ରାତି ବହୁତ ଗଭୀର ଥିଲା। ମୁଁ ବାରଣ୍ଡାରେ ଶୋଇଥିଲି। ମୋ ପାଖରେ କେବଳ ସେ ହିଁ ଥିଲା ଏବଂ ଘରର ବାକି ସମସ୍ତ ଲୋକ ଗାଢ଼ ନିଦରେ ଶୋଇଥିଲେ। ତାର ନିଶ୍ୱାସ ମୋ ବେକ ପାଖରେ ଗରମ ଅନୁଭବ କରାଉଥିଲା ଏବଂ ମୋ ହୃଦୟ ଜୋରରେ ଧଡ଼କିବାକୁ ଲାଗିଲା। ତାର ଆଙ୍ଗୁଠିଗୁଡ଼ିକ ମୋ ପିଠି ଉପରେ ଧୀରେ ଧୀରେ ତଳ ଆଡ଼କୁ ବଢ଼ୁଥିଲା, ଯେମିତି କୌଣସି ନରମ ଲହରୀ। ମୁଁ ଜାଣିଥିଲି ଯେ ଏସବୁ ଭୁଲ ଅଟେ, କିନ୍ତୁ ମୋ ଭିତରର ଝଡ଼ ଏହାକୁ ଅଟକାଇବାକୁ ଅନୁମତି ଦେଉନଥିଲା। ମାଉସୀ, ସେ ଧୀମା ସ୍ୱରରେ କାନ ପାଖରେ କହିଲା। ମୁଁ ଆଖି ବନ୍ଦ ରଖିଥିଲି, ଚୁପ୍ ରହିଲି। ସେହି ମୁହୂର୍ତ୍ତରେ ମୁଁ କୌଣସି ମାଉସୀ ନଥିଲି। ମୁଁ କେବଳ ଜଣେ ନାରୀ ଥିଲି ଯିଏ ସେହି ସ୍ପର୍ଶର ଗଭୀରତାରେ ବୁଡ଼ି ଯାଉଥିଲା, କାରଣ ମୋର ଇଚ୍ଛା ବଜାୟ ଥିଲା ଏବଂ ମୁଁ ସେହି ଇଚ୍ଛାକୁ ଦୂର କରିବାକୁ ଚାହୁଁଥିଲି। ଏହି କାହାଣୀ ସେହି ରାତିର ଅଟେ, ଯାହା ମୋତେ ସବୁଦିନ ପାଇଁ ବଦଳାଇ ଦେଇଥିଲା। ବନ୍ଧୁଗଣ, କାହାଣୀ ବହୁତ ମଜାଦାର ହେବାକୁ ଯାଉଛି, ଯେଉଁଥିରେ ଆପଣମାନଙ୍କୁ ବହୁତ ମଜା ଆସିବ। ହ୍ୟାଲୋ ବନ୍ଧୁଗଣ, ମୋ ନାମ ମୀନା। ମୋର ବୟସ 35 ବର୍ଷ ଏବଂ ଦେଖିବାକୁ ମୁଁ ଏବେ ବି ବହୁତ ଯୁବତୀ ଲାଗେ। ମୋ ଆଖି ବଡ଼ ବଡ଼ ଅଟେ, କ୍ଷୀର ପରି ଗୋରା ରଙ୍ଗ, ଓଠ ଗୋଲାପୀ ଏବଂ ଶରୀର ଏମିତି ଯେ ଲୋକମାନେ ପଛକୁ ବୁଲି ଆଡ଼ ଆଖିରେ ଦେଖନ୍ତି। ଶରୀରର ସେହି ଅଙ୍ଗଗୁଡ଼ିକରେ ଭରପୂରତା ଅଛି ଯେଉଁଠାରେ ଝିଅମାନେ ଲାଜ କରନ୍ତି, ମାନେ ଟିକେ ଉପରେ ଏବଂ ତଳେ। ମୁଁ ବିଧବା ଅଟେ, କିନ୍ତୁ ଜୀବନରେ ଏବେ ବି ସେହି ନିଆଁ ଅଛି ଯାହା ବେଳେବେଳେ ଜଳୁଥାଏ। ମୋ ସ୍ୱାମୀଙ୍କ ମୃତ୍ୟୁକୁ 5 ବର୍ଷ ହୋଇଗଲାଣି। ସେବେଠାରୁ ଆଜି ପର୍ଯ୍ୟନ୍ତ ମୋତେ କେହି ଛୁଇଁ ନାହାନ୍ତି ଏବଂ ଏବେ ମୁଁ ମୋ ବାପଘରେ ରହୁଛି ଏବଂ ବହୁତ ଏକାପଣ ଅନୁଭବ କରୁଛି, କାରଣ ମୋର ମଧ୍ୟ କିଛି ଇଚ୍ଛା ଅଛି। ମୁଁ ମଧ୍ୟ ଜଣେ ନାରୀ ଏବଂ ଯଦି ଆପଣ ମଧ୍ୟ ମୋ ସହିତ କଥା ହେବାକୁ ଚାହାନ୍ତି, ତେବେ ମୁଁ ମୋ ନମ୍ବର ଏହି ଭିଡିଓରେ କହିଛି। ତେଣୁ ସମ୍ପୂର୍ଣ୍ଣ କାହାଣୀ ଶୁଣନ୍ତୁ, କାରଣ ମୋ ନମ୍ବର ଏହି କାହାଣୀ ଭିତରେ ଅଛି। ମୋ ବାପଘରକୁ ମୋ ଭଣଜା ରାହୁଲ ମଧ୍ୟ ଆସିବା ଯିବା କରେ। ସେ 22 ବର୍ଷର ଜଣେ ଯୁବକ। ଡେଙ୍ଗା ଚଉଡ଼ା ମାଂସପେଶୀ ଥିବା ପିଲା ଏବଂ ତାର ହସରେ କିଛି ଏମିତି ଅଛି ଯାହା ହୃଦୟକୁ ଛୁଇଁଯାଏ। ମୁଁ ଭାବେ କି ଯଦି ସେ ମୋର ପୁଅ ହୋଇଥାନ୍ତା ତେବେ କେତେ ଭଲ ହୋଇଥାନ୍ତା, କିନ୍ତୁ ସେ ହେଉଛି ଭଣଜା ଏବଂ ବେଳେବେଳେ ତାର ଚାହାଣୀ ମୋତେ ଅଜବ ଲାଗେ। ହେଉ, ଆଜି ମୁଁ ତୁମକୁ ମୋର ଏବଂ ରାହୁଲର କାହାଣୀ ଶୁଣାଉଛି। ଏହି କାହାଣୀ ଟିକେ ଅଲଗା। ଚାଲନ୍ତୁ ଆରମ୍ଭ କରିବା। ଏହା ଗତ ବର୍ଷର କଥା ଯେବେ ରାହୁଲ ଖରାଦିନ ଛୁଟିରେ ମୋ ଘରକୁ ଆସିଥିଲା। ମୋ ଘର ଗାଁରେ ଅଛି, ଏକ ବଡ଼ ପୁରୁଣା ହାବେଲି ଭଳି ଯେଉଁଠାରେ ବଡ଼ ବଡ଼ ବଖରା ଅଛି ଏବଂ ସନ୍ଧ୍ୟାରେ ପବନ ବହେ। ମୁଁ ଏକା ରୁହେ, କେବଳ ଜଣେ ଚାକରାଣୀ ସକାଳ ଓ ସନ୍ଧ୍ୟାରେ ଆସେ। ରାହୁଲ କଲେଜରୁ ଆସିଥିଲା ଏବଂ ସେ କହିଲା ଯେ ସେ ପୂରା 2 ମାସ ଏଠାରେ ରହିବ। ପାଠପଢ଼ା ପାଇଁ ଶାନ୍ତ ଜାଗା ଦରକାର। ମୁଁ ଖୁସି ହେଲି କାରଣ ଘରେ ଏକା ଲାଗୁଥିଲା। ସେ ଆସିଲା ତ ମୁଁ ତାକୁ କୁଣ୍ଢାଇ ପକାଇଲି, ଯେମିତି ମାଉସୀ ଭଣଜାକୁ କୁଣ୍ଢାଏ। କିନ୍ତୁ ତାର ଶରୀର ଛୁଇଁବା ମାତ୍ରେ ମୋତେ କିଛି ଅଜବ ଲାଗିଲା। ସେ ଏତେ ମଜବୁତ ହୋଇଯାଇଥିଲା। ତାର କାନ୍ଧ ଚଉଡ଼ା ଏବଂ ସେ ମୋତେ ଟିକେ ଅଧିକ ସମୟ ଧରି ରଖିଲା। ମୁଁ ଭାବିଲି ବୋଧହୁଏ ପିଲାଦିନର ଅଭ୍ୟାସ। ପ୍ରଥମ ଦିନ ସନ୍ଧ୍ୟାରେ ଆମେ ଦୁହେଁ ଛାତ ଉପରେ ବସିଥିଲୁ। ଗାଁର ପବନରେ ଥଣ୍ଡା ଥିଲା ଏବଂ ଦୂରରୁ ଗାଈମାନଙ୍କ ଘଣ୍ଟି ଶୁଭୁଥିଲା। ରାହୁଲ କହିଲା, ମାଉସୀ, ଆପଣ ଏଠାରେ ଏକା କେମିତି ରହିଯାଉଛନ୍ତି? ଏତେ ବଡ଼ ଘର, ରାତିରେ ଡର ଲାଗେନି? ମୁଁ ହସିଲି। ଆରେ ଡର କେଉଁ କଥାର? ମୋର ତ ଅଭ୍ୟାସ ହୋଇଗଲାଣି, କିନ୍ତୁ ତୁ ଆସିଯାଇଛୁ ନା, ଏବେ ମଜା ଆସିବ। ସେ ହସିଲା ଏବଂ କହିଲା, ହଁ ମାଉସୀ, ମୁଁ ଆପଣଙ୍କ ପ୍ରତି ଜିନିଷର ଧ୍ୟାନ ରଖିବି। ଆପଣ କହିଲେ ମାଲିସ ମଧ୍ୟ କରିଦେବି। ମୁଁ ଚମକି ପଡ଼ିଲି, କିନ୍ତୁ ହସିକି କଥା ଉଡ଼ାଇଦେଲି। ଆରେ ପାଗଳ, ମାଲିସର କ'ଣ ଦରକାର? ତୁ ବାସ୍ ସାଥିରେ ବସି କଥା ହୁଅ। କିନ୍ତୁ ତା କଥାରେ କିଛି ଅଲଗା ଲାଗିଲା ମୋତେ। କିନ୍ତୁ ପ୍ରକୃତରେ ସେ କେବଳ ମଜାକ କରୁଥିଲା। ମୁଁ କଥା ବଦଳାଇଲି। ଚାଲ ତଳକୁ ଯାଇ ଚା ବନାଉଛି। ରୋଷେଇ ଘରେ ମୁଁ ଚା ବନାଉଥିଲି ଏବଂ ରାହୁଲ ପଛରେ ଛିଡ଼ା ହୋଇଗଲା। ସେ କହିଲା, ମାଉସୀ, ଆପଣଙ୍କ ଅଣ୍ଟା କେତେ ପତଳା, ଯେମିତି କୌଣସି ମଡେଲ। ମୁଁ ପଛକୁ ବୁଲି ଦେଖିଲି, ସେ ହସୁଥିଲା। ମୁଁ କହିଲି, ବନ୍ଦ କର ତୁ ବି। ମୁଁ ତ ଜଣେ ସାଧାରଣ ନାରୀ, କିନ୍ତୁ ଭିତରୁ ମୋତେ ଭଲ ଲାଗିଲା, କାରଣ ବର୍ଷ ବର୍ଷ ଧରି କେହି ମୋର ଏମିତି ପ୍ରଶଂସା କରିନଥିଲେ। ଚା ପିଇବା ସମୟରେ ଆମେ କଥା ହେବାକୁ ଲାଗିଲୁ। ସେ ନିଜ କଲେଜର ଝିଅମାନଙ୍କ ବିଷୟରେ କହୁଥିଲା, କେମିତି ସେମାନେ ସବୁ ତା ପଛରେ ପଡ଼ନ୍ତି। ମୁଁ ପଚାରିଲି, କାହା ସହିତ ପ୍ରେମ ଅଛି କି? ସେ କହିଲା, ନା ମାଉସୀ, ମୋତେ ତ ଏମିତି ଝିଅ ଦରକାର ଯିଏ ଆପଣଙ୍କ ପରି ହୋଇଥିବ। ବୁଝିବା ବାଲା, ସୁନ୍ଦର ଏବଂ ଗରମ। ଗରମ ଶବ୍ଦ ଶୁଣି ମୁଁ ଅଟକିଗଲି। କ'ଣ ମାନେ? କିନ୍ତୁ ସେ ହସିକି କହିଲା, ମାନେ ଗରମ ମିଞ୍ଜାସ ବାଲା, ଯେମିତି ଆପଣ। ମୁଁ ଶାନ୍ତିର ନିଶ୍ୱାସ ନେଲି, କିନ୍ତୁ ଭାବିଲି ଯେ ଏହି ପିଲା କେତେ ଦୁଷ୍ଟ। ସନ୍ଧ୍ୟା ହୋଇଗଲା ଏବଂ ଆମେ ରାତ୍ରି ଭୋଜନ କରି ଶୋଇବାକୁ ଗଲୁ। ତାର ରୁମ୍ ମୋ ପାଖ ରୁମ୍ ଥିଲା
ଏବଂ ରାତିରେ ମୋତେ ଲାଗିଲା ଯେମିତି ସେ କବାଟ ପାଖରେ ଛିଡ଼ା ହୋଇଛି, କିନ୍ତୁ ବୋଧହୁଏ ମୋର ଭ୍ରମ ଥିଲା। ତା ପରଦିନ ସକାଳେ ମୁଁ ଉଠିଲି ତ ରାହୁଲ ଆଗରୁ ଉଠିସାରିଥିଲା। ସେ ଅଗଣାରେ ବ୍ୟାୟାମ କରୁଥିଲା ବିନା ସର୍ଟରେ। ତା ଦେହ ଝାଳରେ ଚମକୁଥିଲା। ମାଂସପେଶୀଗୁଡ଼ିକ ଫୁଲି ଉଠିଥିଲା। ମୁଁ ଝରକାରୁ ଦେଖୁଥିଲି ଏବଂ ଭାବୁଥିଲି ଯେ ମୋ ଭଣଜା କେତେ ବଡ଼ ହୋଇଗଲାଣି। ସେ ମୋତେ ଦେଖି କହିଲା, ମାଉସୀ ଆସନା, ସାଥିରେ ଯୋଗ କର, ମୁଁ ଶିଖାଇବି। ମୁଁ ମନା କଲି, କିନ୍ତୁ ସେ ଜିଦ୍ କରିବାକୁ ଲାଗିଲା। ଶେଷରେ ମୁଁ ତଳକୁ ଗଲି ଏବଂ ଆମେ ସାଥିରେ ଯୋଗ କରିବାକୁ ଲାଗିଲୁ। ସେ ମୋ ପାଖକୁ ଆସି ମୋର ପୋଜିସନ୍ ଠିକ୍ କରୁଥିଲା। ତା ହାତ ମୋ ଅଣ୍ଟାରେ ଲାଗିଲା। ଏମିତି ସିଧା ରଖି ନହେଲେ ଦରଜ ହୋଇଯିବ। ତାର ସ୍ପର୍ଶ ଗରମ ଥିଲା ଏବଂ ମୁଁ ଭାବିଲି ଯେ ଏହା ତ କେବଳ ସାହାଯ୍ୟ। ଯୋଗ ପରେ ଆମେ ଜଳଖିଆ ଖାଇବାକୁ ବସିଲୁ। ସେ କହିଲା, ମାଉସୀ ଆପଣଙ୍କ ଚମଡ଼ା କେତେ ନରମ, ଯେମିତି ମଖମଲ। ମୁଁ ଲାଜେଇଗଲି, କିନ୍ତୁ କହିଲି, ବନ୍ଦ କର, ତୁ ମୋତେ ହଇରାଣ କର ନାହିଁ। ଦିନ ବିତିବାକୁ ଲାଗିଲା ଏବଂ ଆମର ଦିନଚର୍ଯ୍ୟା ଏମିତି ହୋଇଗଲା ଯେ ସବୁବେଳେ ସାଥିରେ ରହୁଥିଲୁ। ସକାଳେ ଯୋଗ, ପୁଣି ମୁଁ ଖାଇବା ବନାଉଥିଲି ଏବଂ ସେ ସାହାଯ୍ୟ କରୁଥିଲା। ରୋଷେଇ ଘରେ ସେ ମୋ ପାଖକୁ ଚାଲି ଆସୁଥିଲା। ବେଳେବେଳେ ଅଟା ଚକଟିବା ବେଳେ ତା ହାତ ମୋ ହାତ ସହିତ ବାଜି ଯାଉଥିଲା। ସେ କହୁଥିଲା, ମାଉସୀ ଆପଣଙ୍କ ଆଙ୍ଗୁଠି କେତେ ନରମ। ମୁଁ ହସୁଥିଲି, କିନ୍ତୁ ଭିତରେ କିଛି ହଲଚଲ ହେଉଥିଲା। ଦିନେ ଆମେ ଘର ସଫା କରୁଥିଲୁ। ପୁରୁଣା ଘରୁ ଜିନିଷ ଉଠାଉଥିଲୁ ଏବଂ ହଠାତ୍ ଏକ ପୁରୁଣା ବହି ପଡ଼ିଲା। ସେ କହିଲା, ମାଉସୀ ଏଇଟା କ'ଣ? ଲାଗୁଛି କୌଣସି ପୁରୁଣା ଡାଏରୀ। ମୁଁ ଦେଖିଲି ସେଇଟା ମୋ ବାହାଘର ସମୟର ଡାଏରୀ ଥିଲା, ଯେଉଁଥିରେ କିଛି ରୋମାଣ୍ଟିକ୍ କଥା ଲେଖାଥିଲା। ରାହୁଲ ପଢ଼ିବା ଆରମ୍ଭ କଲା। ସେ ରାତି କେତେ ଗରମ ଥିଲା। ମୁଁ ଝାମ୍ପି ନେଲି, ଆରେ ଏଇଟା ପଢ଼ିନାହିଁ। ସେ ହସିଲା। କାହିଁକି ମାଉସୀ, ଆପଣ ମଧ୍ୟ କେବେ ଯବାନ ଥିଲେ ନା? ମୁଁ କହିଲି, ହଁ, କିନ୍ତୁ ଏବେ ସେ କଥା ପୁରୁଣା। କିନ୍ତୁ ତା ମୁହଁରେ ସେହି ହସ ଥିଲା, ଯେମିତି ସେ କିଛି ଭାବୁଥିଲା। ଆମେ ସଫା କରିବା ଜାରି ରଖିଲୁ ଏବଂ ସେ ମୋ ପାଖକୁ ଆସି କହିଲା, ମାଉସୀ, ଯଦି ମୁଁ ଆପଣଙ୍କ ସ୍ୱାମୀ ହୋଇଥାନ୍ତି ତେବେ କେବେ ଏକା ଛାଡ଼ି ନଥାନ୍ତି। ମୁଁ ଚମକି ପଡ଼ିଲି, କିନ୍ତୁ ସେ କହିଲା, ମାନେ ସବୁବେଳେ ସାଥିରେ ରହନ୍ତି। ସନ୍ଧ୍ୟାରେ ଆମେ ଗାଁ ବୁଲିବାକୁ ବାହାରିଲୁ, କିନ୍ତୁ ଚାଲିକି, କାରଣ କାର୍ ନଥିଲା। ରାସ୍ତାରେ ସେ ମୋ ହାତ ଧରି ଚାଲୁଥିଲା, ଯେମିତି ଡର ଲାଗୁଛି। ମାଉସୀ, ରାତି ହେଉଛି, କାଳେ କୌଣସି ଜନ୍ତୁ ନ ଆସିଯାଉ। ମୁଁ ହସିଲି, ଆରେ ଏଠିକି ଜନ୍ତୁ, ତୁ ଅଛୁ ନା ମୋ ସାଥିରେ। ସେ କହିଲା, ହେ, ମୁଁ ଆପଣଙ୍କୁ ରକ୍ଷା କରିବି, ସବୁ ପ୍ରକାରେ, ସବୁ ପ୍ରକାରେ। ମୁଁ ଭାବିଲି, ଏ ପିଲା କ'ଣ କହୁଛି? କିନ୍ତୁ ଆମେ କଥା ହେଉଥିଲୁ। ଗାଁର ଗପସପ, ତା ସାଙ୍ଗମାନଙ୍କ କଥା। ଘରକୁ ଫେରିଲୁ ତ ଥକି ଯାଇଥିଲୁ। ରାତିରେ ଖାଇବା ପରେ ସେ କହିଲା, ମାଉସୀ, ଆଜି ନିଦ ହେଉନି। ଆପଣଙ୍କ କାହାଣୀ ଶୁଣାନ୍ତୁ ନା, ନିଜ ଜୀବନର। ମୁଁ ଆରମ୍ଭ କଲି। ନିଜ ବାହାଘର କଥା କହିଲି। କେମିତି ମୋ ସ୍ୱାମୀ ମୋତେ ଭଲ ପାଉଥିଲେ। ରାହୁଲ ଶୁଣୁଥିଲା ଏବଂ କହିଲା, ମାଉସୀ, ଆପଣ ଏବେ ବି ସେମିତି ଅଛନ୍ତି। କେହି ବି ପାଗଳ ହୋଇପାରେ ଆପଣଙ୍କ ପାଇଁ। ମୁଁ କହିଲି, ହେଲା, ଏବେ ଶୋଇପଡ଼। କିଛି ଦିନ ଏମିତି ବିତିଲା। ଏକ ମଧ୍ୟାହ୍ନରେ ଆମେ ଘର ପଛ ବଗିଚାରେ ଥିଲୁ। ମୁଁ ଫୁଲ ତୋଳୁଥିଲି ଏବଂ ରାହୁଲ ପାଣି ଦେଉଥିଲା। ହଠାତ୍ ପାଣି ପାଇପ୍ ଚାଲୁ ହୋଇଗଲା ଏବଂ ଆମେ ଦୁହେଁ ଭିଜିଗଲୁ। କିନ୍ତୁ ଏହା କୌଣସି ଦୁର୍ଘଟଣା ନଥିଲା, କାରଣ ପାଣି ମୁଁ ନିଜେ ଚାଲୁ କରିଥିଲି ମଜାରେ। ସେ ହସିଲା, ମାଉସୀ, ଆପଣ ତ ମୋତେ ଭିଜାଇ ଦେଲେ। ଏବେ ମୁଁ ଆପଣଙ୍କୁ ଭିଜାଇବି। ମୁଁ ଦୌଡ଼ିଲି, କିନ୍ତୁ ସେ ପଛେ ପଛେ ଆସିଲା ଏବଂ ପାଣିର ବୁନ୍ଦା ମୋ ଉପରେ ପକାଇଲା। ଆମେ ଦୁହେଁ ହସି ହସି ଭିଜିଗଲୁ। ତାପରେ ଆମେ ଘରକୁ ଆସିଲୁ ଏବଂ କପଡ଼ା ବଦଳାଇବାକୁ ଲାଗିଲୁ। ତା ରୁମ୍ ଖୋଲା ଥିଲା ଏବଂ ମୁଁ ଭୁଲରେ ଦେଖିନେଲି। ସେ ତଉଲିଆରେ ଥିଲା। ତାର ଶରୀର। ଉଫ୍, ମୁଁ ନଜର ହଟାଇ ନେଲି। ସେ କହିଲା, ମାଉସୀ, ଆସନ, ସାହାଯ୍ୟ କର ତଉଲିଆ ଶୁଖାଇବାରେ। ମୁଁ ମନା କଲି, କିନ୍ତୁ ଭିତରୁ କିଛି ହେଲା। ଧୀରେ ଧୀରେ ରାହୁଲ ମୋ ଜୀବନର ଅଂଶ ବନିଗଲା। ସେ ମୋ ପାଇଁ ବଜାରରୁ ଜିନିଷ ଆଣୁଥିଲା, କିନ୍ତୁ କେବେ ଏକା ନୁହେଁ, ଆମେ ସାଥିରେ ଯାଉଥିଲୁ। ଦିନେ ଆମେ ଘରେ ପୁରୁଣା ଫଟୋ ଦେଖୁଥିଲୁ। ମୋ ବାହାଘର ଫଟୋରେ ମୁଁ କନ୍ୟା ବେଶରେ ଥିଲି। ରାହୁଲ କହିଲା, ମାଉସୀ, ଆପଣ କେତେ ଅଲଗା ଦେଖାଯାଉଛନ୍ତି। ଅଲଗା? ମୁଁ କହିଲି, ଆରେ ସେଇଟା ତ ପୁରୁଣା କଥା। କିନ୍ତୁ ସେ କହିଲା, ନା, ଏବେ ବି ସେମିତି। ଯଦି ମୁଁ ଆପଣଙ୍କ ବୟସର ହୋଇଥାନ୍ତି ତ? ସେ ଅଟକି ଗଲା। ମୁଁ ପଚାରିଲି, ତ କ'ଣ? ସେ ହସିଲା, ତ ଆପଣଙ୍କୁ ବାହା ହୋଇଥାନ୍ତି। ମୁଁ ଚମକି ପଡ଼ିଲି, କିନ୍ତୁ ଭାବିଲି ମଜାକ। କିନ୍ତୁ ତା ଆଖିରେ କିଛି ଥିଲା। ରାତିରେ ମୋତେ ନିଦ ହେଲା ନାହିଁ। ମୁଁ ଭାବୁଥିଲି କି କ'ଣ ରାହୁଲ ମୋତେ ପସନ୍ଦ କରେ। କିନ୍ତୁ ନା, ସେ ତ ଭଣଜା ଅଟେ। ଗୋଟିଏ ସପ୍ତାହ ପରେ ଆମେ ଘର ମରାମତି କରାଉଥିଲୁ। ଶ୍ରମିକମାନେ ଆସିଥିଲେ, କିନ୍ତୁ ରାହୁଲ ନିଜେ କାମ କରୁଥିଲା। କାନ୍ଥରେ ପେଣ୍ଟ କରୁଥିଲା। ମୁଁ ଚା ନେଇକି ଗଲି ଏବଂ ସେ ସିଡ଼ି ଉପରେ ଛିଡ଼ା ହୋଇଥିଲା। ହଠାତ୍ ସିଡ଼ି ହଲିଲା ଏବଂ ସେ ପଡ଼ିବାକୁ ଲାଗିଲା। ମୁଁ ତାକୁ ଧରିଲି। ତା ଦେହ ସହିତ ମୋ ଦେହ ଲାଗିଗଲା।
ମାଉସୀ ଧନ୍ୟବାଦ ନହେଲେ ପଡ଼ିଯାଇଥାନ୍ତି। ତାର ନିଶ୍ୱାସ ମୋ ମୁହଁରେ ବାଜିଲା। ମୁଁ କହିଲି, ସାବଧାନ ରୁହ। କିନ୍ତୁ ସେ କହିଲା, ଆପଣଙ୍କ ସାଥିରେ ଥିଲେ କିଛି ହେବନି। ଆମେ ହସିଲୁ କିନ୍ତୁ ସେ ମୁହୂର୍ତ୍ତ ଅଜବ ଥିଲା। ସନ୍ଧ୍ୟାରେ ସେ କହିଲା, ମାଉସୀ ଆଜି ରାତିରେ ଆପଣ ମୋ ରୁମ୍ରେ ଶୁଅନ୍ତୁ ନା। ମୋତେ ଡର ଲାଗୁଛି। ଡର? 22 ବର୍ଷର ପୁଅକୁ। ମୁଁ ମନା କଲି। ନା ତୁ ବଡ଼ ହୋଇଗଲୁଣି। କିନ୍ତୁ ସେ ଜିଦ୍ କରୁଥିଲା। ଶେଷରେ ମୁଁ କହିଲି, ଠିକ୍ ଅଛି କିନ୍ତୁ ଅଲଗା ବେଡ୍ରେ। କିନ୍ତୁ ରୁମ୍ ଛୋଟ ଥିଲା, ବେଡ୍ ଗୋଟିଏ। ନା, ମୁଁ ମୋ ନିଜ ରୁମ୍ ବାଛିଲି। ରାହୁଲ କହିଲା ଯେ ତା ରୁମ୍ ଥଣ୍ଡା, ମୋ ରୁମ୍ ଗରମ। ଆମେ ମୋ ରୁମ୍ରେ ବସି କଥା ହେବାକୁ ଲାଗିଲୁ। ସେ ମୋ ଗୋଡ଼ ଚିପିବାକୁ ଲାଗିଲା। ମାଉସୀ ଥକି ଯାଇଥିବେ। ତା ହାତ ମୋ ଗୋଡ଼ ଉପରେ ଉପର ଆଡ଼କୁ ଯାଉଥିଲା। ମୁଁ ଅଟକାଇଲି। ବସ୍ ଯଥେଷ୍ଟ ହେଲା। କିନ୍ତୁ ସେ କହିଲା, ମାଉସୀ ଆପଣଙ୍କ ଗୋଡ଼ କେତେ ଚିକ୍କଣ। ମୁଁ ଲାଜେଇ ଗଲି। ସାରା ରାତି ମୁଁ ଚେଇଁ ରହିଲି। ଭାବୁଥିଲି କି କ'ଣ ହେଉଛି। ସକାଳେ ସେ କହିଲା, ମାଉସୀ ରାତି ଭଲ ଥିଲା ନା। ମୁଁ କହିଲି କିନ୍ତୁ ଭିତରୁ ଦ୍ୱନ୍ଦ୍ୱରେ ଥିଲି। ଦିନ ବିତିବାକୁ ଲାଗିଲା ଏବଂ ରାହୁଲ ମୋର ଆହୁରି ପାଖକୁ ଆସିବାକୁ ଲାଗିଲା। ସେ ମୋ ପାଇଁ ଖାଇବା ବନାଉଥିଲା ଏବଂ କହୁଥିଲା, ମାଉସୀ ଏଇଟା ଖାଅ। ଏଇଟା ତୁମ ବଡି ପାଇଁ ଭଲ। ବଡି? ମୁଁ ଭାବୁଥିଲି ଏମିତି କାହିଁକି କହୁଛି। ଦିନେ ଆମେ ଘରେ ଗୀତ ଶୁଣୁଥିଲୁ। ପୁରୁଣା ଗୀତ, କଜରା ମୋହବତ ବାଲା। ସେ କହିଲା, ମାଉସୀ ଏଇଟା ଆପଣଙ୍କୁ ସୁଟ୍ କରୁଛି। ମୁଁ ନାଚିବାକୁ କହିଲି ମଜାରେ ଏବଂ ସେ ମୋତେ ଟାଣି ନେଇ ନାଚିବାକୁ ଲାଗିଲା। ତାର ହାତ ମୋ ଅଣ୍ଟା ଉପରେ। ଆମେ ଘୁରୁଥିଲୁ। ମାଉସୀ ଆପଣଙ୍କ ଶରୀର କେତେ ନମନୀୟ। ମୁଁ ଅଟକାଇ ଦେଲି କିନ୍ତୁ ହୃଦୟ ଧଡ଼କି ଯାଉଥିଲା। ଫେର୍ ଦିନେ ରାହୁଲ କହିଲା ଯେ ସେ ମୋତେ ସରପ୍ରାଇଜ୍ ଦେବାକୁ ଚାହୁଁଛି। ସେ ମୋତେ ଘରର ଉପର ରୁମକୁ ନେଇଗଲା, ଯେଉଁଠାରେ ସେ ଏକ ଛୋଟ ବଗିଚା ବନାଇଥିଲା, ଫୁଲ ଲଗାଇଥିଲା। ମାଉସୀ ଏଇଟା ଆପଣଙ୍କ ପାଇଁ। ମୁଁ ଖୁସି ହେଲି, କୁଣ୍ଢାଇ ପକାଇଲି। କିନ୍ତୁ ସେ ମୋତେ ଜୋରରେ ଧରି ରଖିଲା। ମାଉସୀ ମୁଁ ଆପଣଙ୍କୁ ବହୁତ ଭଲ ପାଏ। ଭଲ ପାଏ? ମୁଁ ଅଟକିଗଲି। କେମିତିକା ଭଲ ପାଇବା? ସେ କହିଲା, ଯେମିତି ଜଣେ ଭଣଜା କରେ କିନ୍ତୁ ଟିକେ ଅଧିକ। ମୁଁ କହିଲି, ରାହୁଲ ଏହା ଭୁଲ। ସେ ହସିଲା, ଆରେ ମାଉସୀ ମଜାକ କରୁଛି। ପ୍ରକୃତରେ ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି ଏବଂ ଏଇଠୁ କାହାଣୀ ବଦଳି ଯାଉଛି। ରାହୁଲ କହିଲା ଯେ ସେ গে ଅଟେ। ତାକୁ ପୁଅମାନଙ୍କ ସହିତ ପ୍ରେମ ହୁଏ ଏବଂ କଲେଜରେ ତାର ଜଣେ ବୟଫ୍ରେଣ୍ଡ ଅଛି। ସେ କହିବାକୁ ଡରୁଥିଲା କିନ୍ତୁ ମୋ ସାଥିରେ ରହି ସାହସ ଆସିଲା। ସେ କହିଲା, ମାଉସୀ ଆପଣ ମୋତେ ଏତେ ଭଲ ପାଇବା ଦେଲେ ଯେ ମୁଁ ନିଜକୁ ଗ୍ରହଣ କରିପାରିଲି। ସେସବୁ ପ୍ରଶଂସା, ସେ ପାଖକୁ ଆସିବା, ସେସବୁ ଏଥିପାଇଁ କାରଣ ମୁଁ ଆପଣଙ୍କୁ ନିଜ ମା' ପରି ମାନେ ଏବଂ ଆପଣଙ୍କଠାରୁ ଲୁଚାଇ ପାରିଲି ନାହିଁ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ସବୁ ଅଲଗା କଥା, ସେ ସ୍ପର୍ଶ ସବୁ ଜଣେ ପିଲା ପରି ଥିଲା ଯିଏ ନିଜ ପରିଚୟ ଲୁଚାଉଥିଲା। ମୁଁ ତାକୁ କୁଣ୍ଢାଇ ପକାଇଲି। ପୁଅ ମୁଁ ସବୁବେଳେ ତ ସାଥିରେ ଅଛି। ତାପରେ ଆମେ ସାଥିରେ ତା ଜୀବନର ଯୋଜନା କଲୁ। ତାକୁ ତା ବୟଫ୍ରେଣ୍ଡ ସହିତ ଭେଟ କରାଇଲି ଏବଂ ମୁଁ ସେମାନଙ୍କୁ ସପୋର୍ଟ କଲି। ଗାଁରେ ସମସ୍ତଙ୍କୁ କହିଲି ନାହିଁ କିନ୍ତୁ ପରିବାରକୁ ବୁଝାଇଲି। ଶେଷରେ ରାହୁଲର ବାହାଘର ହେଲା ନାହିଁ। ରାହୁଲ ମୋ ଆଖିରେ ଆଖି ମିଶାଇ କହିଲା, ମାଉସୀ ମୁଁ ଆପଣଙ୍କୁ ସେହି ଭଲ ପାଏ ଯାହା କୌଣସି ଭଣଜା କରେ ନାହିଁ। ମୁଁ ପ୍ରତି ରାତିରେ ଭାବେ ଯେ ଆପଣ ମୋର ହୋଇଯାଆନ୍ତୁ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ହୃଦୟର ଧଡ଼କନ ବନ୍ଦ ହୋଇଗଲା ପରି ଲାଗିଲା। ମୁଁ ଧୀରେ କହିଲି, ରାହୁଲ ଏହା ଭୁଲ। ମୁଁ ତ ମାଉସୀ। ସେ ମୁଚୁକି ହସିଲା କିନ୍ତୁ ସେ ହସରେ କିଛି ଅଜବ ଥିଲା। ସେ ମୋ ପାଖକୁ ଆସିଲା, ମୋ ଅଣ୍ଟା ଧରିଲା ଏବଂ ଫିସ୍ଫିସ୍ କରି କହିଲା, ମାଉସୀ ଆପଣ ଜାଣିଛନ୍ତି ନା ମୁଁ ଆପଣଙ୍କ ପ୍ରକୃତ ପୁଅ ନୁହେଁ। ମୁଁ ଚମକି ପଡ଼ିଲି। କ'ଣ ମାନେ? ରାହୁଲ ଏକ ଦୀର୍ଘ ନିଶ୍ୱାସ ନେଲା ଏବଂ କହିଲା, ମାଉସୀ 5 ବର୍ଷ ତଳେ ଯେବେ ମୋ ବାପା ମଲେ ତେବେ ମୁଁ ମାମୁଁଙ୍କଠାରୁ ଏକ ରହସ୍ୟ ଶୁଣିଥିଲି। ସେ ରହସ୍ୟ ଯାହା ଆପଣଙ୍କଠାରୁ ଲୁଚା ଯାଇଥିଲା। ମୁଁ ଆପଣଙ୍କ ପୁଅ ଅଟେ। ମାଉସୀ ଆପଣଙ୍କ ନିଜ ରକ୍ତ। ମୋ ମୁଣ୍ଡ ବୁଲାଇଦେଲା। କ'ଣ ବାଜେ କଥା କହୁଛୁ ତୁ? ସେ ଶାନ୍ତ ସ୍ୱରରେ କହିଲା, ସେ ରାତି ଯେବେ ଆପଣ ବିଧବା ହେଲେ ମାମୁଁ ଆପଣଙ୍କୁ ସାନ୍ତ୍ୱନା ଦେଇଥିଲେ। ସେଇ ରାତି ଆପଣ ଦୁହେଁ ମଦ୍ୟପାନ କରିଥିଲେ ଏବଂ ତାପରେ ଯାହା ହେବାର ଥିଲା ତାହା ହେଲା। ମୁଁ ସେହି ରାତିର ଫଳ। ମାମୁଁ ମୋତେ ପୋଷ୍ୟପୁତ୍ର ଭାବେ ଗ୍ରହଣ କଲେ। କିନ୍ତୁ ପ୍ରକୃତରେ ମୁଁ ଆପଣଙ୍କ ପୁଅ ଅଟେ। ମୁଁ ତଳେ ବସି ପଡ଼ିଲି। ଆଖିରୁ ଲୁହ ବହିବାକୁ ଲାଗିଲା। ସବୁ ସ୍ମୃତି ଘୂରିଗଲା। ସେ ରାତି ଯେବେ ମାମୁଁ ମୋତେ କୁଣ୍ଢାଇ ପକାଇଥିଲେ। ସେ ମଦ, ସେ ଦୁର୍ବଳତା। ମୁଁ କେବେ ଭାବିନଥିଲି ଯେ ସେହି ଗୋଟିଏ ଭୁଲ ମୋତେ ସବୁଦିନ ପାଇଁ ବଦଳାଇ ଦେଇଛି। ରାହୁଲ ଏବେ ସେ ମୋ ପୁଅ ଥିଲା। ମୋ ପାଖରେ ବସି ମୋ ହାତ ଧରିଲା। ମୁଁ ବର୍ଷ ବର୍ଷ ଧରି ଏହି ରହସ୍ୟ ରଖିଥିଲି। କିନ୍ତୁ ଏବେ ମୁଁ ଏହାକୁ ଆଉ ଲୁଚାଇ ପାରିବି ନାହିଁ। ମୁଁ ଆପଣଙ୍କଠାରୁ ତାହା ଚାହୁଁଛି ଯାହା କୌଣସି ପୁଅ ମା'ଠାରୁ ଚାହେଁ ନାହିଁ। କିନ୍ତୁ ଏବେ ଆପଣ ମୋ ମା ଏବଂ ମୁଁ ଆପଣଙ୍କ ପୁଅ। ଏହି ସମ୍ପର୍କ ଏବେ ଆହୁରି ଗଭୀର ହୋଇପାରେ। ମୁଁ ଚିତ୍କାର କଲି, ନା ଏହା ପାପ।
ତୁ ମୋ ପୁଅ, ସେ ହସିଲା ଏକ ଥଣ୍ଡା ହସ। ପାପ ମାଉସୀ ବା ମା, ଆପଣ ତ ଆଗରୁ ହିଁ ଏ ପାପ କରିସାରିଥିଲେ। ଏବେ ବସ୍ ତାକୁ ପୂରା କରନ୍ତୁ। ସେହି ରାତିରେ ମୁଁ ଭାଙ୍ଗି ପଡ଼ିଲି। ସେ ସ୍ପର୍ଶ, ସେ ଗରମାହଟ ସବୁକିଛି ବଦଳିଗଲା। ମୁଁ ଜାଣିଥିଲି ଯେ ଏହା ଭୁଲ ଅଟେ, କିନ୍ତୁ ସେ ଇଚ୍ଛା ଏବେ ଆହୁରି ଗଭୀର ଥିଲା, କାରଣ ଏବେ ଏହା କେବଳ ଭଣଜା ମାଉସୀ ନଥିଲା। ଏହା ମା ପୁଅର ସେହି ସମ୍ପର୍କ ଥିଲା ଯାହା ସମାଜର କେବେ ଗ୍ରହଣ କରିବ ନାହିଁ। ଏବଂ ସେହି ରାତିରେ ମୁଁ ତା ବାହୁରେ ସମର୍ପଣ କରିଦେଲି, କାରଣ ଏବେ ଅଟକାଇବାର କୌଣସି କାରଣ ବଞ୍ଚି ନଥିଲା। ଏହି କାହାଣୀ ସେହି ରାତିର ଅଟେ, ଯାହା ମୋତେ କେବଳ ବଦଳାଇ ଦେଲା ନାହିଁ, ବରଂ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ନୂଆ ଜନ୍ମ ଦେଲା। ତ ବନ୍ଧୁଗଣ, ଏହା ଥିଲା ମୋର ଏବଂ ମୋ ଭଣଜାର କାହାଣୀ। ତ ବନ୍ଧୁଗଣ, କାହାଣୀ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ଏବଂ ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଜର ଭଲପାଇବା ନିଶ୍ଚୟ ଦେଖାଇବେ। ଦେଖାହେବ ଏମିତି ଏକ ନୂଆ ଭିଡିଓ ସହିତ। ସେତେବେଳ ପର୍ଯ୍ୟନ୍ତ ବାଏ ବାଏ।